ସମ୍ବଲପୁର ସହରରେ ଗତକାଲି ରାତିରୁ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। ଭଗବାନ ଶିବ ଏବଂ ପାର୍ବତୀଙ୍କ ପୂର୍ବ ରାତିରେ ବିବାହ ହୋଇଯାଇଥିବା ବେଳେ ଆଜି ହୋଇଥିଲା ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ବିଭିନ୍ନ ଯାତ୍ରା କମିଟିରେ ରଥ ନାଚ ସାଙ୍ଗକୁ ତଳ ନାଚ, ସାଂସ୍କୃତିକ ନାଚ ବହୁ ପରିମାଣରେ ହେଉଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ 7,000ରୁ 8,000 କଳାକାର ସାରା ସମ୍ବଲପୁରକୁ ବ୍ୟାପି ବିଭିନ୍ନ ସ୍ଥାନରେ ତାଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ। ରଥ ଉପରେ ଯେତେ ଜୋରରେ ନାଚ ସେମାନେ କରୁଥିଲେ, ତଳେ ଥିବା ଯୁବକମାନେ ମଧ୍ୟ ସେହି ପରିମାଣରେ ନାଚୁଥିବା ଦେଖାଯାଉଥିଲା। ରାତି ପ୍ରାୟ 10:30ରୁ ଶୋଭାଯାତ୍ରା ସବୁ ଆରମ୍ଭ ହୋଇଥିଲା ଏବଂ ଶୋଭାଯାତ୍ରା ପ୍ରାୟ ସକାଳ 5:30 ପର୍ଯ୍ୟନ୍ତ ଚାଲିଥିଲା। ଆପଣମାନେ ଦେଖୁଛନ୍ତି ଏହାର ଦୃଶ୍ୟ। ଯୁବକମାନଙ୍କ ଉଦ୍ଦାମ ନୃତ୍ୟ, ଆନନ୍ଦର ମାହୋଲ ସର୍ବତ୍ର ଏହା ଦେଖିବାକୁ ମିଳୁଥିଲା। କେବଳ ରଥ ନୃତ୍ୟ ନୁହେଁ, ତଳ ନୃତ୍ୟ ଗୁଡ଼ିକରେ ମଧ୍ୟ ଏବଂ ଦୋଲଦୋଲି ନୃତ୍ୟ ଗୁଡ଼ିକରେ ମଧ୍ୟ ସମସ୍ତେ ତାଳ ପକାଇ ନାଚୁଥିବା ଦେଖାଯାଇଥିଲା। ଦେଖନ୍ତୁ, ଏଠାରେ ଆଦିବାସୀ ନୃତ୍ୟ ଚାଲିଛି। ଆଦିବାସୀମାନଙ୍କ ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀ ନୃତ୍ୟ ବେଶ ଆକର୍ଷଣୀୟ ଦେଖାଯାଉଛି। ବର୍ତ୍ତମାନ ଆମେ ନନ୍ଦପଡ଼ାର ଶୋଭାଯାତ୍ରା ମଧ୍ୟରେ ରହିଛୁ। ଦେଖନ୍ତୁ, ନନ୍ଦପଡ଼ାର ଏହା ମୁଖ୍ୟ ଗେଟ୍ ବା ତୋରଣ। ଏଠାରୁ ନନ୍ଦପଡ଼ାର ଯାତ୍ରା ଆରମ୍ଭ ହୋଇଛି। ନନ୍ଦପଡ଼ା ରଥର ତଳ ନାଚରେ ଦୋଲଦୋଲି 30 ଦଳ ରହିଥିବା ବେଳେ ସମ୍ପ୍ରଦା 60 ଦଳ ରହିଛନ୍ତି। ଶବର ନୃତ୍ୟରେ ପୁରୁଷ ମହିଳା ହୋଇ 30 ଜଣ ରହିଛନ୍ତି। ନାସିକର ଢୋଲ ଯେଉଁଟାକି 80 ଜଣ ପୁରୁଷ ମହିଳା ରହିଛନ୍ତି, ବେଶ ଆକର୍ଷଣୀୟ ହୋଇଥିଲା। କେରଳର ବଜା ସହିତ ଘୋଡ଼ା ନୃତ୍ୟ 40 ଜଣ ରହିଥିଲେ। ଆନ୍ଧ୍ରପ୍ରଦେଶର ପରଭା ନୃତ୍ୟରେ 30 ଜଣ ରହିଥିଲେ। ବିଜୟୱାଡ଼ାର ବାଘ ନୃତ୍ୟରେ 40 ଜଣ ରହିଥିଲେ। ଏହାଛଡ଼ା କଳିଙ୍ଗା ନୃତ୍ୟ, ଦଣ୍ଡ ନୃତ୍ୟ, ଅଘୋରୀ ନୃତ୍ୟ, କଳସ ନୃତ୍ୟ, ଘଣ୍ଟ ପାଟି ବେଶ ଆକର୍ଷଣୀୟ ହୋଇଥିଲା। ଆପଣମାନେ ତା'ର ଦୃଶ୍ୟ ଦେଖୁଛନ୍ତି। ଆସନ୍ତାକାଲି ଦିନ ସାରା ଏହି ଯାତ୍ରା ଚାଲିବ ଏବଂ ଅପରାହ୍ନ 3ଟାରେ ଠାକୁର ମନ୍ଦିର ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଆମେ ଆପଣଙ୍କୁ ନିଶ୍ଚିତ ଭାବେ ଏହାର କିଛି ଦୃଶ୍ୟ ଲାଇଭ୍ରେ ଦେଖାଇବୁ। ଅପେକ୍ଷା କରନ୍ତୁ।